এই সুন্দর রঙিন মକାଓ ପକ୍ଷୀ କେବଳ ଦେଖିବାକୁ ସୁନ୍ଦର ନୁହନ୍ତି, ବରଂ ସେମାନେ ହେଉଛନ୍ତି ବିଶାଳ ଜଙ୍ଗଲର ପ୍ରକୃତ ନିର୍ମାତା ଏବଂ ରକ୍ଷକ। ସେମାନଙ୍କ ବିନା ଜଙ୍ଗଲର ପରିବେଶ ନିଜର ଜୀବନ ହରାଇ ବସିବ। ଆସନ୍ତୁ ଜାଣିବା ଏହି ଚମତ୍କାରୀ ପକ୍ଷୀର ଅଦ୍ଭୁତ ଏବଂ ପ୍ରେରଣାଦାୟକ କାହାଣୀ। ଆମ ପୃଥିବୀରେ ଏମିତି ଅନେକ ଜୀବ ଅଛନ୍ତି ଯେଉଁମାନେ ନିଜ ସୌନ୍ଦର୍ଯ୍ୟ ସହିତ ପ୍ରକୃତିର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥାନ୍ତି। ଆମାଜନ ଭଳି ଘଞ୍ଚ ସବୁଜ ଜଙ୍ଗଲ ମଧ୍ୟରେ ଉଡ଼ି ବୁଲୁଥିବା ନାଲି, ନୀଳ ଏବଂ ହଳଦିଆ ରଙ୍ଗର ମକାଓ ପକ୍ଷୀ କେବଳ ଏକ ସାଧାରଣ ସୁନ୍ଦର ପକ୍ଷୀ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ। ଏହି ପକ୍ଷୀମାନେ ହେଉଛନ୍ତି ଜଙ୍ଗଲର ଆତ୍ମା ଏବଂ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କର ଏକ ବିଶେଷ ଭୂମିକା ରହିଛି। ଆସନ୍ତୁ ଜାଣିବା ଏହି ପକ୍ଷୀମାନେ କିପରି ସମ୍ପୂର୍ଣ୍ଣ ଜଙ୍ଗଲକୁ ବଞ୍ଚାଇ ରଖିଛନ୍ତି। ମକାଓ ପକ୍ଷୀମାନେ ପ୍ରାୟତଃ ବଡ଼ ବଡ଼ ଫଳ, ବାଦାମ ଏବଂ ମଞ୍ଜି ଖାଇବାକୁ ପସନ୍ଦ କରନ୍ତି। ଯେତେବେଳେ ସେମାନେ ଖାଦ୍ୟ ସନ୍ଧାନରେ ବହୁ ଦୂର ଦୂର ଯାତ୍ରା କରନ୍ତି, ସେମାନେ ନିଜ ଅଜାଣତରେ ଫଳର ମଞ୍ଜିଗୁଡ଼ିକୁ ଜଙ୍ଗଲର ବିଭିନ୍ନ ଖାଲି ସ୍ଥାନରେ ପକାଇ ଦିଅନ୍ତି। ଭୂମିରେ ପଡ଼ିଥିବା ଏହି ମଞ୍ଜିଗୁଡ଼ିକରୁ ପରବର୍ତ୍ତୀ ସମୟରେ ନୂଆ ନୂଆ ଗଛ ସୃଷ୍ଟି ହୋଇଥାଏ। ସେଥିପାଇଁ ପରିବେଶବିତ୍ମାନେ ସେମାନଙ୍କୁ ଜଙ୍ଗଲର ପ୍ରାକୃତିକ କୃଷକ ମଧ୍ୟ କହିଥାନ୍ତି। ଏହା ପ୍ରକୃତିର ଏକ ଅଦ୍ଭୁତ ଏବଂ ସୁନ୍ଦର ନିୟମ, ଯାହା ବିଶାଳ ଜଙ୍ଗଲର ବୃଦ୍ଧିରେ ସାହାଯ୍ୟ କରେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମକାଓ ପକ୍ଷୀମାନେ ଜଙ୍ଗଲର ନଦୀ କୂଳରେ ଥିବା ସ୍ୱତନ୍ତ୍ର ପ୍ରକାରର ମାଟି ବା କ୍ଲେ ଖାଇଥାନ୍ତି। ଏହି ମାଟି ଖାଇବା ଦ୍ୱାରା ସେମାନଙ୍କ ଶରୀରରେ ଥିବା ବିଷାକ୍ତ ଏବଂ କ୍ଷତିକାରକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଏହା ସହ ମାଟିରୁ ସେମାନଙ୍କୁ ଅନେକ ଆବଶ୍ୟକୀୟ ଖଣିଜ ଲବଣ ମିଳିଥାଏ। ଏହି ସମୂହ ପ୍ରକ୍ରିୟା ଜଙ୍ଗଲର ଅନ୍ୟ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ଏକ ଦିଗ୍ଦର୍ଶନ ସାଜିଥାଏ। ଜଙ୍ଗଲର ରାସାୟନିକ ସନ୍ତୁଳନ ରକ୍ଷା କରିବାରେ ଏହି ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି। ଏହି ଦୃଶ୍ୟ ପ୍ରକୃତିର ନିଖୁଣ ସନ୍ତୁଳନର ପ୍ରତୀକ। ଜଙ୍ଗଲର ଏକ ସୁନ୍ଦର ନିୟମ ହେଉଛି, ଏଠାରେ ଗୋଟାଏ ଜୀବର ଜୀବନ ଅନ୍ୟ ଏକ ଜୀବ ଉପରେ ନିର୍ଭର କରିଥାଏ। ମକାଓ ଯେତେବେଳେ ଫଳର କିଛି ଅଂଶ ଖାଇ ତଳେ ପକାଇ ଦିଅନ୍ତି, ତାହା ଭୂମିର ରହୁଥିବା ଅନ୍ୟ ଛୋଟ ଜୀବ, ପ୍ରଜାପତି ଏବଂ ପିମ୍ପୁଡ଼ିମାନଙ୍କ ପାଇଁ ଏକ ମୂଲ୍ୟବାନ ଆହାର ପାଲଟେ। ଏହିଭଳି ଭାବରେ ସେମାନେ ସମ୍ପୂର୍ଣ୍ଣ ଏକ ଇକୋସିଷ୍ଟମ ବା ଜୈବିକ ମଣ୍ଡଳକୁ ସକ୍ରିୟ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ଆସନ୍ତୁ ମକାଓ ପକ୍ଷୀର ଏହି ନିଃସ୍ୱାର୍ଥପର ସେବାରୁ ପ୍ରେରଣା ନେବା ଏବଂ ପ୍ରକୃତିର ସୁରକ୍ଷା ଦିଗରେ ନିଜର ହାତ ବଢ଼ାଇବା।